ଜୟ ଜଗନ୍ନାଥ। ଆଜି ଆମେ ଜାଣିବା ସଂସାରରେ କାହା ଜୀବନ ଧନ୍ୟ ହୋଇଥାଏ। ଚାଲନ୍ତୁ ଜାଣିବା। ଧନ୍ୟ ଜୀବନ ଏ ଜଗତେ, ଯେ ପ୍ରାଣ ଧରେ ପରହିତେ। ଧନ୍ୟ ଜୀବନ ଧନ୍ୟ ତାର, ଦୁର୍ଲଭ କର୍ମ ଏବେ ଭାର। ଅର୍ଥାତ୍ ମୁଁ ପୃଥିବୀଠାରୁ ଏହି କ୍ଷମା ଗୁଣଟି ଶିକ୍ଷା କଲି ଯେ ଅନ୍ୟମାନେ ଯେତେ ପୀଡ଼ା ଦେଲେ ବି ଜ୍ଞାନୀ ନିଜ ସ୍ୱରୂପ ସ୍ଥିତିରେ ଅଟଳ ବା ଶାନ୍ତ ହୋଇ ରହି ତାହା ପ୍ରାରବ୍ଧ ହେତୁ ମିଳିଛି ବୋଲି ଭାବି କଦାପି ବିଚଳିତ ନ ହେବା ଉଚିତ। ପୃଥିବୀର ସକଳ କ୍ରିୟା ପରୋପକାର ନିମନ୍ତେ ହିଁ ଉଦ୍ଦିଷ୍ଟ ହୋଇଥାଏ। ତା ଛଡ଼ା ପୃଥିବୀର ଅନ୍ତର୍ଭୂତ ପାହାଡ଼ ଓ ବୃକ୍ଷଠାରୁ ମୁଁ ଏହି ଶିକ୍ଷା ଗ୍ରହଣ କଲି ଯେ ମନୁଷ୍ୟର ସମସ୍ତ କର୍ମ ଓ ଜନ୍ମ ପରୋପକାର ନିମନ୍ତେ ହିଁ ହେବା ଉଚିତ। ଯେଉଁ ମଣିଷ ପରୋପକାର ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥାଏ, ସଂସାରରେ ସେହି ମଣିଷର ଜୀବନ ଧନ୍ୟ ହୋଇଥାଏ।